ଜୀବନରେ ଯେତିକି ବି ଟଙ୍କା କମାଅ ନା କାହିଁକି, ମୃତ୍ୟୁ ପରେ ସେହି ଟଙ୍କା ତମ ଉପରକୁ ଫିଙ୍ଗା ହେବ ଏବଂ ତମେ ସାଉଁଟି ବି ପାରିବ ନାହିଁ। ମୁଁ ସର୍ବଦା କହେ ନା, ଜୀବନରେ ଏମିତି କାର୍ଯ୍ୟ କର ଲୋକ ତମ ଭଳି ହେବା ପାଇଁ ସ୍ୱପ୍ନ ଦେଖିବେ। ତ ନମସ୍କାର ବନ୍ଧୁଗଣ, ଗୋଟିଏ ସୁନ୍ଦର ଛୋଟ କାହାଣୀଟିଏ ଗୋଟିଏ ବୃଦ୍ଧ ପକ୍ଷୀଟିର, ଯିଏକି ମଣିଷ ପରି କଥା କହୁଥାଏ। ଚାରି ଦିଗରେ ସେହି କଥାଟି ପ୍ରଚଳିତ ହୋଇଯାଇଥାଏ। ସେହି କଥାଟି ଯାଇ ଯାଇ ଗୋଟିଏ ଶିକାରୀର କାନରେ ପଡ଼ିଲା। ଶିକାରୀଟି ଭାବିଲା, ମୁଁ ସେହି ପକ୍ଷୀଟିକୁ ଧରିବି ଏବଂ ଗୋଟିଏ ପିଞ୍ଜରାରେ ଭର୍ତ୍ତି କରି ଘରକୁ ଆଣିବି। ଶିକାରୀଟି ବାହାରିଗଲା ସେହି ପକ୍ଷୀଟିକୁ ଖୋଜିବା ପାଇଁ। ବହୁତ ଗୁଡ଼ାଏ ଜଙ୍ଗଲ ପାରିକରି ଶେଷକୁ ସେହି ବୃଦ୍ଧ ପକ୍ଷୀ ପାଖକୁ ପହଞ୍ଚିଲା। ବହୁତ ଚେଷ୍ଟା କରିବା ପରେ ସେ ଶିକାରୀ ସେହି ପକ୍ଷୀଟିକୁ ଧରିଲା। ଏଥର ପକ୍ଷୀଟି ମଣିଷ ସ୍ୱରରେ କହିଲା, ଶିକାରୀ ଭାଇ, ମୋତେ ଛାଣିଦିଅ। ଶିକାରୀଟି ପକ୍ଷୀର କଥା ଶୁଣି କହିଲା, ମୁଁ ବହୁତ କଷ୍ଟ କରି ତୋତେ ଧରିଛି, କେମିତି ଛାଣିଦେବି? ତାହା ହୋଇପାରିବ ନାହିଁ। ତୋତେ ମୁଁ ପିଞ୍ଜରାରେ ଭର୍ତ୍ତି କରି ମୋର ଘରକୁ ନେବି। ତୋ ବଦଳରେ ମୁଁ ବହୁତ ଟଙ୍କା କମାଇବି। ଏଥର ପକ୍ଷୀଟି କହିଲା, ଶିକାରୀ ଭାଇ, ମୋତେ ଛାଣିଦେଲେ ମୁଁ ତମକୁ ତିନୋଟି ଏମିତି ଜ୍ଞାନ ଦେବି ଯାହାକି ଟଙ୍କା ଠାରୁ ବହୁତ ମୂଲ୍ୟବାନ ଅଟେ। ଶିକାରୀଟି ଟିକିଏ ଭାବିଲା ଏବଂ ମନା କରିଦେଲା। ଏଥର ପକ୍ଷୀଟି ପୁଣି କହିଲା, ଶିକାରୀ ଭାଇ, ତମେ ମୋତେ ଧରିଥିବ ଏବଂ ମୁଁ ତମକୁ ମୋର ପ୍ରଥମ ଜ୍ଞାନ ଦେବି। ଯଦି ତମକୁ ଭଲ ଲାଗିଲା ତ ମୋତେ ତମେ ଛାଣିଦେବ ଏବଂ ମୁଁ ଏହି ଡାଳରେ ବସିବି ଏବଂ ତମକୁ ଦ୍ୱିତୀୟ ଜ୍ଞାନ ଦେବି। ଓ ଦ୍ୱିତୀୟ ଜ୍ଞାନ ଦେବା ପରେ ମୁଁ ଉଡ଼ିଯିବି ଏବଂ ଉଡ଼ିବା ସମୟରେ ମୁଁ ତମକୁ ତୃତୀୟ ଜ୍ଞାନ ଦେବି। ଶିକାରୀଟି ପକ୍ଷୀର କଥାକୁ ଶୁଣି କହିଲା, ଠିକ୍ ଅଛି, ପ୍ରଥମ ଜ୍ଞାନର କଥା କହ, ତାପରେ ମୁଁ ଭାବିବି ଏବଂ ତୁମକୁ ଛାଡ଼ିଦେବି। ପକ୍ଷୀଟି ପ୍ରଥମ ଜ୍ଞାନର କଥା କହିଲା କି ଶିକାରୀ ଭାଇ, ଜୀବନରେ ଯାହା ବିତି ଯାଇଛି ତାକୁ ଯଦି ଗୋଟିଏ ମଣିଷ ଭୁଲିଯାଏ ତ ସେହି ମଣିଷ ଖୁସିରେ ଜୀବନ ବିତାଇଥାଏ। ଯାହା ପାଖରେ ଭୁଲିଯିବା ଶକ୍ତି ଥାଏ ସେମିତି ମଣିଷ ଆନନ୍ଦରେ ଜୀବନ କାଟିଥାଏ ଏବଂ ଯିଏ ସ୍ମରଣ ରଖିଥାଏ ସେ କଷ୍ଟ ପାଇଥାଏ, ଦୁଃଖ ପାଇଥାଏ। ତାର ଦୁଃଖ ଦୂର ହେବା ବଦଳରେ ବଢ଼ି ବଢ଼ି ଚାଲିଥାଏ। ସେଥିପାଇଁ ବିତି ଯାଇଥିବା କଥାକୁ ସ୍ମରଣ ନ କରି ଭୁଲିଯିବା ଉଚିତ। ଶିକାରୀଟିକୁ ସେହି କଥାଟି ଭଲ ଲାଗିଲା ଏବଂ କହିଲା, ଏହା ତ ମୂଲ୍ୟବାନ କଥା ଅଟେ। ଏହି କଥାଟି ସର୍ବଦା ମୁଁ ସ୍ମରଣ ରଖିବି। ଏବଂ ଶିକାରୀଟି ସେହି ବୃଦ୍ଧ ପକ୍ଷୀଟିକୁ ଛାଡ଼ିଦେଲା। ପକ୍ଷୀଟି ଉଡ଼ିଯାଇ ନିଜ କଥା ରଖି ଗୋଟିଏ ଡାଲରେ ବସିଲା ଏବଂ ଦ୍ୱିତୀୟ ଜ୍ଞାନର କଥା କହିଲା, ଶିକାରୀ ଭାଇ, ଶୁଣ, ଧ୍ୟାନ ଦେଇକି ଶୁଣ। ଜୀବନରେ ବହୁତ ଲୋକ ଯେଉଁ କଥାର କି ତର୍କ ନଥାଏ ସେମିତି କଥାଟିକୁ ବିଶ୍ୱାସ କରନ୍ତି। ଯେଉଁ କଥାର କିଛି ଭ୍ୟାଲୁ ନଥାଏ ସେମିତି କଥାକୁ ବିଶ୍ୱାସ କରନ୍ତି ଏବଂ ନିଜର ଜୀବନକୁ ବର୍ବାଦ କରିଦିଅନ୍ତି, ନିଜକୁ ଦୁଃଖ ଦିଅନ୍ତି। ତ କେତେବେଳେ ବି ଯେଉଁ କଥାର ମାନେ ନଥାଏ କିମ୍ବା ତର୍କବିହୀନ କଥାକୁ ବିଶ୍ୱାସ କରିବା କଥା ନୁହେଁ। ଶିକାରୀଟି କହିଲା, ବହୁତ ଭଲ କଥା ଅଟେ। ସେତିକି ସମାଜରେ ବୃଦ୍ଧ ପକ୍ଷୀଟି ଉଡ଼ିଗଲା ଏବଂ ଉଡ଼ି ଉଡ଼ି କହିଲା, ତମେ କେମିତି ଶିକାରୀଟିଏ? ତମର ତ ବହୁତ ବଡ଼ କ୍ଷତି ହୋଇଗଲା। ମୋର ପେଟରେ ଦୁଇଟି ଅମୂଲ୍ୟ ହୀରା ଥିଲା, ଯାହା ପାଇଁ ମୁଁ ମଣିଷ ପରି କଥା କହୁଥିଲି ଏବଂ ସେହି ହୀରାଟି ବହୁତ ମୂଲ୍ୟବାନ ଥିଲା। ମୋତେ ନେଇକି ଯଦି ତମେ ସେହି ହୀରା ଦୁଇଟିକୁ ବାହାର କରିଥାନ୍ତ ତ ତମେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ରୂପରେ ପରିଣତ ହୋଇପାରିଥାନ୍ତ। ଯେମିତି ଶିକାରୀଟି ସେହି ବୃଦ୍ଧ ପକ୍ଷୀଟିର କଥାକୁ ଶୁଣିଲା, ନିଜ ମୁଣ୍ଡରେ ହାତ ଦେଇ ସେହିଠାରେ ବସି କାନ୍ଦିବାକୁ ଲାଗିଲା ଏବଂ ଭାବିଲା କି କ'ଣ କରିଦେଲି ମୁଁ? ଯାହା ମୋ ହାତରେ ଥିଲା ତାକୁ ମୁଁ ଯିବାକୁ ଦେଲି। ସେହି ବୃଦ୍ଧ ପକ୍ଷୀଟି ଉପରେ ଉଡ଼ୁଥିଲା ଏବଂ ହସୁଥାଏ। ଶିକାରୀଟି ରାଗରେ କହିଲା, ଏବେ କ'ଣ ପାଇଁ ହସୁଛ? ବୃଦ୍ଧ ପକ୍ଷୀଟି କହିଲା, ତୋର ମୂର୍ଖତା ଉପରେ ହସୁଛି। ମୋର ଦୁଇଟି ଯାକ ଜ୍ଞାନକୁ ଶୁଣି ମଧ୍ୟ ଭୁଲିଗଲୁ ଏବଂ ବିତି ଯାଇଥିବା କଥାକୁ ନେଇ ଦୁଃଖ କରି କାନ୍ଦୁଛୁ। ଏବଂ ମୁଁ ତ ଗୋଟିଏ ଛୋଟ ପକ୍ଷୀଟିଏ, ମୋର ପେଟରେ କେମିତି ଦୁଇଟି ହୀରା ରହିବ? ଏହା ଶୁଣିବା ପରେ ସେହି ଶିକାରୀଟି ନିଜ ମୂର୍ଖାମିକୁ ଜାଣିପାରିଲା ଏବଂ କହିଲା, ତୃତୀୟ ଜ୍ଞାନ କ'ଣ? ବୃଦ୍ଧ ପକ୍ଷୀଟି କହିଲା, ମୋର ଦୁଇଟି ଜ୍ଞାନକୁ ସ୍ମରଣ କରିପାରିଲୁ ନାହିଁ ଦୁଃଖ ସମୟରେ, ତ ତୃତୀୟ ଜ୍ଞାନ କ'ଣ କରିବୁ? ସେମିତି କହି ପକ୍ଷୀଟି ଉଡ଼ିଗଲା। ତ ବନ୍ଧୁ, ଯଦି ଜୀବନରେ ସୁଖ ଶାନ୍ତିରେ ରହିବା ପାଇଁ ଚାହୁଁଛ ତ ବିତି ଯାଇଥିବା କଥାକୁ ସ୍ମରଣ ନ କରି ଭୁଲିବାକୁ ଚେଷ୍ଟା କରନ୍ତୁ ଏବଂ ଏମିତି କଥାକୁ ବିଶ୍ୱାସ ନ କରନ୍ତୁ ଯେଉଁ କଥାରେ କି କୌଣସି ଅର୍ଥ ନାହିଁ। ଏହି ଦୁନିଆରେ ଆମର ନିଜର ଶରୀର ବେଶୀ ଦିନ ରହିବ ନାହିଁ। ଆଉ କେଉଁ ଟଙ୍କା, ଗାଡ଼ି, ବଙ୍ଗଲା ପଛରେ ଭାଗିବା?
ଭଗବାନ ଯାହା ବି ତୁମକୁ ଦେଇଛନ୍ତି ସେତିକିରେ ଖୁସି ହୋଇ ଜୀବନ ବିତାଇବା ପାଇଁ ଚେଷ୍ଟା କରନ୍ତୁ ଏବଂ ବିତି ଯାଇଥିବା କଥାକୁ ଭୁଲି ଖୁସିରେ ଜୀବନ ବିତାନ୍ତୁ।